ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ ଏନଟିପିସି ରେ ସରକାରୀ ଚାକିରି ଖୋଜୁଥିବା ଯୁବକ ଯୁବତୀମାନଙ୍କ ପାଇଁ ବଢ଼ିଆ ସୁଯୋଗ। ଏଥିପାଇଁ ଏନଟିସିପିସି ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଅପରେସନ ପଦବୀ ପାଇଁ ନିଯୁକ୍ତି ଜାରି କରିଛି। ଏହି ପଦବୀଗୁଡ଼ିକର ସହିତ ଜଡ଼ିତ ଯୋଗ୍ୟତା ଥିବା ଏବଂ ଆବେଦନ କରିଥିବା ଇଚ୍ଛୁକ ଯେକୌଣସି ପ୍ରାର୍ଥୀ ଅଫିସିଆଲ ୱେବସାଇଟ ntpc.co.in କୁ ଯାଇ ଆବେଦନ କରିପାରିବେ। ଏନଟିପିସିର ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ 400 ପଦବୀ ପୂରଣ ହେବାକୁ ଯାଉଛି। ଯଦି ଆପଣ ମଧ୍ୟ ଏହି ପଦବୀଗୁଡ଼ିକରେ କାମ କରିବାକୁ ଚାହାନ୍ତି ତେବେ ଆପଣ 1 ମାର୍ଚ୍ଚ ତା ପୂର୍ବରୁ ଆବେଦନ କରିପାରିବେ। ଏହି ପଦବୀଗୁଡ଼ିକ ପାଇଁ ଆବେଦନ କରିବା ପୂର୍ବରୁ ତଳେ ଦିଆଯାଇଥିବା ୟୁଆର୍ 172 ପୋଷ୍ଟ, ଓବିସି 82 ପଦବୀ, ଏସିସି 66 ପଦବୀ, ଏସଟି 40ଟି ପଦବୀ। ଏନଟିପିସିରେ ଚାକିରି ପାଇଁ ବୟସ ସୀମା ଏବଂ ଛାଡ଼। ଏହି ପଦବୀ ପାଇଁ ଆବେଦନ କରିବାର ସର୍ବାଧିକ ବୟସ ସୀମା 35 ବର୍ଷ। ବୟସ ରିହାତି। ଏସସି ଏସଟି ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ଼ 5 ବର୍ଷ। ଓବିସି ଓ ଏନଟିସିଏଲ ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ଼ 3 ବର୍ଷ। ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ଼ 10 ବର୍ଷ। ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠାରୁ ସର୍ବନିମ୍ନ 40% ମାର୍କ ସହିତ ମେକାନିକାଲ କିମ୍ବା ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବିଆଇ ବିଟେକ୍ ଡିଗ୍ରୀ ଥିବା ଆବଶ୍ୟକ। ଏହା ସହିତ 100 ମେଗାୱାଟ କିମ୍ବା ତାଠାରୁ ଅଧିକ କ୍ଷମତା ବିଶିଷ୍ଟ ପାୱାର ପ୍ଲାଣ୍ଟର ପରିଚାଳନା ରକ୍ଷଣାବେକ୍ଷଣରେ ସର୍ବନିମ୍ନ 0.1 ବର୍ଷର ଅଭିଜ୍ଞତା ଆବଶ୍ୟକ। ଏନଟିପିସିରେ ଚାକିରି ପାଇଁ ଆବେଦନ ଫିସ୍। ସାଧାରଣତଃ ଉଡବ୍ଲ୍ୟୁଏସ୍ ଓବିସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ 300 ଟଙ୍କା ଫେରସ୍ତ ଯୋଗ୍ୟ ନୁହେଁ। ଏସସି ଏସଟି ପିଡବ୍ଲ୍ୟୁବିଡି ଏକ୍ସଏସଏମ ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ କୌଣସି ଫି ନାହିଁ। ଚୟନ ସମୟରେ ପ୍ରାପ୍ତ ଦରମା। ଏହି ପଦବୀ ପାଇଁ ମନୋନୀତ ଯେକୌଣସି ପ୍ରାର୍ଥୀଙ୍କୁ ପ୍ରତି ମାସରେ 55,000 ଟଙ୍କା ଦରମା ଦିଆଯିବ। ଅନ୍ୟାନ୍ୟ ସୁବିଧା ମଧ୍ୟରେ ଏମଆରଏ କିମ୍ବା କମ୍ପାନୀରେ ରହିବା, ରାତି ସିଫ୍ଟ ଭତ୍ତା ଯଦି ପ୍ରଯୋଜ୍ୟ ଏବଂ ଚିକିତ୍ସା ସୁବିଧା ଅନ୍ତର୍ଭୁକ୍ତ। ଚୟନ ଏହିପରି କରାଯିବ। ପ୍ରାର୍ଥୀଙ୍କ ଚୟନ ଅନେକ ପର୍ଯ୍ୟାୟରେ କରାଯିବ ଯେଉଁଥିରେ ଅନ୍ତର୍ଭୁକ୍ତ ହୋଇପାରେ ସର୍ଟଲିଷ୍ଟ ସ୍କ୍ରିନିଂ, ଲିଖିତ କମ୍ପ୍ୟୁଟର ଆଧାରିତ ପରୀକ୍ଷା, ବ୍ୟକ୍ତିଗତ ଇଣ୍ଟରଭ୍ୟୁ। ଏ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଗୋଟେ ଲାଇକ୍ କମେଣ୍ଟ ନିଶ୍ଚିତ କରନ୍ତୁ ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ।